ଆଜିର ପ୍ରସଙ୍ଗ ବିଷୟବସ୍ତୁ ବୀରତ୍ୱ ଓ ସାହସର ପ୍ରତୀକ ପରାକ୍ରମ ଦିବସ। ଆଲେଖ୍ୟ ସତ୍ୟନାରାୟଣ ପଟ୍ଟନାୟକ। ଉପସ୍ଥାପନା ସୁକନ୍ୟା ଜେନା। ମହାନ ସ୍ୱାଧୀନତା ସଂଗ୍ରାମୀ ଏବଂ ଆଜାଦ ହିନ୍ଦ ଫୌଜର ବରିଷ୍ଠ ଯୋଦ୍ଧା ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ 128ତମ ଜୟନ୍ତୀ ଆଜି ଦେଶରେ ପରାକ୍ରମ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ନେତାଜୀଙ୍କ ଜନ୍ମସ୍ଥାନ କଟକରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ସହଯୋଗରେ ରାଜ୍ୟ ସରକାର ଜାତୀୟ ସ୍ତରୀୟ ପରାକ୍ରମ ଦିବସ ପାଳନର ଆୟୋଜନ କରିଛନ୍ତି। କଟକ ବାରବାଟୀ ଦୁର୍ଗର ସତ୍ୟବ୍ରତ ଷ୍ଟାଡିୟମଠାରେ ଆଜିଠାରୁ ତିନିଦିନିଆ ପରାକ୍ରମ ଦିବସ ପାଳନ ସମାରୋହର ଆୟୋଜନ କରାଯାଇଛି। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ସମ୍ପର୍କିତ ଫଟୋ ପ୍ରଦର୍ଶନୀ, ପୁସ୍ତକ, ନେତାଜୀଙ୍କ ଜୀବନୀ, ରାଜ୍ୟର ସାଂସ୍କୃତିକ ଐତିହ୍ୟକୁ ଦୃଷ୍ଟିରେ ରଖି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ପରାକ୍ରମ ଦିବସ ଅବସରରେ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି, ଭାରତକୁ ତୃତୀୟ ବୃହତ୍ ଅର୍ଥନୀତିରେ ପରିଣତ କରିବା ପାଇଁ ନେତାଜୀଙ୍କର ଆଦର୍ଶ ଅନୁକରଣ ଯୋଗ୍ୟ। ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଦେଶବାସୀ ନିଷ୍ଠାର ସହ କାର୍ଯ୍ୟ କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ନେତାଜୀଙ୍କ ଜୀବନରୁ ନିରନ୍ତର ପ୍ରେରଣା ହାସଲ କରି ଭାରତ ଏକ ବିକଶିତ ରାଷ୍ଟ୍ରର ସଂକଳ୍ପକୁ ପୂରଣ କରିବା ଦିଗରେ ଲକ୍ଷ୍ୟ ରଖିଛି। ଦେଶର ସ୍ୱାଧୀନତା ପାଇଁ ନେତାଜୀ ଆଜାଦ ହିନ୍ଦ ଫୌଜ ଗଠନ କରିଥିଲେ, ଯେଉଁଥିରେ ଦେଶର ପ୍ରତ୍ୟେକ ବର୍ଗର ବୀର ଓ ଯୋଦ୍ଧାମାନେ ସାମିଲ ଥିଲେ। ସମସ୍ତଙ୍କର ଭାଷା ଭିନ୍ନ ଥିଲା, କିନ୍ତୁ ଅନୁଭବ ଥିଲା ଦେଶ ଓ ସମାଜର ସ୍ୱାଧୀନତା। ନେତାଜୀଙ୍କର ଏହି ସଂସ୍କୃତି ଆଜି ବିକଶିତ ଭାରତ ପାଇଁ ଏକ ବଡ଼ ଶିକ୍ଷା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏକବିଂଶ ଶତାବ୍ଦୀକୁ କିପରି ଭାରତର ଶତାବ୍ଦୀ ଭାବେ ପରିଣତ କରାଯାଇପାରିବ, ସେ ଉପରେ ବିଶ୍ୱବାସୀ ନଜର ରଖିଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ନେତାଜୀ ସୁଭାଷ ବୋଷଙ୍କ ପ୍ରେରଣା ଭାରତର ଏକତା ଉପରେ ଗୁରୁତ୍ୱ ବହନ କରୁଛି। ନେତାଜୀ ସୁଭାଷ ବୋଷ ଭାରତ ଐତିହ୍ୟକୁ ନେଇ ଗର୍ବିତ ଥିଲେ। ନେତାଜୀଙ୍କ ପ୍ରେରଣା ଆଧାରରେ କେନ୍ଦ୍ର ସରକାର 2019 ମସିହାରେ ଦିଲ୍ଲୀର ଲାଲକିଲ୍ଲାରେ ତାଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ସଂଗ୍ରହାଳୟ ନିର୍ମାଣ କରିଛନ୍ତି। ସେହିଭଳି 2019 ମସିହାରେ ସୁଭାଷ ଚନ୍ଦ୍ର ବୋଷ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା। 2021 ମସିହାରୁ କେନ୍ଦ୍ର ସରକାର ନେତାଜୀ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଟକଠାରେ ଆୟୋଜିତ ପରାକ୍ରମ ଦିବସ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଛନ୍ତି, ନେତାଜୀ ସୁଭାଷ ବୋଷଙ୍କ ବିଷୟରେ ଯୁବପିଢ଼ି ବିସ୍ତୃତ ଭାବେ ଅଧ୍ୟୟନ କରିବାର ଆବଶ୍ୟକତା ରହିଛି। ନୂତନ ତଥ୍ୟକୁ ସାମ୍ନାକୁ ଆଣିବା ପାଇଁ ଯୁବପିଢ଼ିଙ୍କୁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହ୍ୱାନ ଦେଇଛନ୍ତି। ଭାରତର ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ପଶ୍ଚିମ ଓଡ଼ିଶାର ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କର ମଧ୍ୟ ଆଜି ଜୟନ୍ତୀ। 1809 ମସିହା ଆଜିର ଦିନରେ ତତ୍କାଳୀନ ସମ୍ବଲପୁର ଜିଲ୍ଲା ଖିଣ୍ଡା ଗ୍ରାମରେ ଏହି ମହାନ ଜନନାୟକ ଜନ୍ମ ନେଇଥିଲେ। 1857 ମସିହା ସିପାହୀ ବିଦ୍ରୋହ ପୂର୍ବରୁ ବ୍ରିଟିଶ ସରକାରଙ୍କ ବିରୋଧରେ ସୁରେନ୍ଦ୍ର ସାଏ ସଶସ୍ତ୍ର ସଂଗ୍ରାମ ଆରମ୍ଭ କରିଥିଲେ। 1827 ମସିହାରୁ 1864 ମସିହା ପର୍ଯ୍ୟନ୍ତ ଇଂରେଜ ଶାସନ ବିରୋଧରେ ବିଦ୍ରୋହ ଜାରି ରଖିଥିଲେ। ସୁରେନ୍ଦ୍ର ସାଏଙ୍କ ଜୀବନକାଳ ମଧ୍ୟରେ ଇଂରେଜ ସରକାର ତାଙ୍କୁ 37 ବର୍ଷ ଜେଲରେ ବନ୍ଦୀ କରି ରଖିଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି କହିଛନ୍ତି, ବ୍ରିଟିଶ ଶାସନ ବିରୁଦ୍ଧରେ ଲଢ଼େଇ କରି ସୁରେନ୍ଦ୍ର ସାଏ ନିଜର ଅସୀମ ସାହସ, ବୀରତ୍ୱ ଓ ତ୍ୟାଗର ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କର ସାହସ, ସଂଗ୍ରାମ ଓ ବଳିଦାନ ପାଇଁ ଦେଶବାସୀ ଏହି ମହାନ ଦେଶପ୍ରେମୀଙ୍କ ନିକଟରେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଏହି ମହାନ ଦୂରଦର୍ଶୀ ନେତାଙ୍କ ଜୀବନ ଓ ଆଦର୍ଶକୁ ଉତ୍ସବ ରୂପେ ପାଳନ କରିବା ସକାଶେ ପରାକ୍ରମ ଦିବସର ପରିକଳ୍ପନା ସରକାରଙ୍କର ଆତ୍ମନିର୍ଭରଶୀଳ ରାଷ୍ଟ୍ର ଗଠନରେ ଏକ ମୁଖ୍ୟ ଉପାଦେୟ ହୋଇପାରିବ। ପରାକ୍ରମ ଦିବସ ପାଳନ ନେତାଜୀଙ୍କ ଅଲିଭା ସ୍ମୃତିକୁ ଉଜ୍ଜୀବିତ କରିବାର ଏକ ଉପକ୍ରମରେ ପରିଣତ ହୋଇଛି। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଦର୍ଶନୀ ଆୟୋଜନ କରି ନେତାଜୀଙ୍କ ଦେଶ ମାତୃକାର ଅବଦାନ ପ୍ରତି ପରାକ୍ରମ ଦିବସ ପାଳନ ଅବସରରେ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରାଯାଉଛି। ଇଂରେଜ ସରକାରଙ୍କ ବିରୋଧରେ ଲଢ଼େଇ କରି ଦେଶ ଓ ମାଟିର ସୁରକ୍ଷା କରିବା ଲାଗି ଏହି ଦୁଇ ମହାନ ବରପୁତ୍ରଙ୍କୁ ଇତିହାସ ସବୁବେଳେ ମନେ ରଖିବ।